ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। ମୁଁ ଆଜି ଆପଣମାନଙ୍କୁ ଗୋଟେ କଥା କହିବାକୁ ଯାଉଛି। ଆପଣମାନେ ଆକୁ ଭାବିବେ ଯେ ମୁଁ ପ୍ରବଚନ ଦେଉଛି। ନା ନା, ମୁଁ ଯାହା କହୁଛି ତା ନିରାଟ ସତ୍ୟ। ତାହା ସମସ୍ତଙ୍କ ଜୀବନରେ ଘଟିଥାଏ। ମଣିଷ ଜୀବନ ଆଜି ଅଛି କାଲି ନାହିଁ, ଏଇ ଅଛି ଏଇ ନାହିଁ। ତଥାପି ମନୁଷ୍ୟ ଏତେ ଗର୍ବ କ'ଣ ପାଇଁ କରେ? ଯେତେ ଧନ ସମ୍ପତ୍ତି, ଲୋଭ, ମାୟା, ପରର ଧନକୁ ଆତ୍ମସାତ କରିବା, ଅନ୍ୟର ଧନ ଉପାର୍ଜନ କରିବା, ଯାହା ସବୁ କରିଥିଲା ସେସବୁ କ'ଣ ସେ ଗଲାବେଳେ ଗୋଟେ ଇଞ୍ଚ ଜାଗା ନେଇପାରେ? ନା ଗୋଟେ ଟଙ୍କା ସାଙ୍ଗରେ ନେଇପାରେ? ଯେଉଁ ଲୁଗା ଖଣ୍ଡେ ବି ସେ ପିନ୍ଧିଥିବ, ସେ ଲୁଗାଟା ବି ଭସ୍ମ ହୋଇଯାଏ। ଯେଉଁ ଶରୀରଟା, ସେଟା ବି ତା ନିଜର ହେଇ ରହେନା, ସେ ଶରୀର ବି ଭସ୍ମ ହୋଇଯାଏ। ଆଜି ମରିଗଲା ପରେ ଲୋକମାନେ ସବୁ ଶବ ବୋଲି କହିବେ। ଯେଉଁ ପୁଅ ଝିଅଙ୍କ ପାଇଁ ଆପଣ ଏତେ ଧନ ସମ୍ପତ୍ତି ସଞ୍ଚୟ କରି ରଖିଥିବେ, ସେମାନେ ମଧ୍ୟ ଆପଣମାନଙ୍କୁ ଛୁଇଁବେନି। ଆପଣଙ୍କ ଜିନିଷକୁ ଛୁଇଁବେନି, କହିବେ ଏଇ ଛୁଆଁ ହେଇଗଲା, ଏଇ ଶବ ଆସୁଛି, ଏଇ ଶବ ପଡ଼ିଛି, ତାକୁ ଛୁଅଁ ନା, ଯେତେ ଶୀଘ୍ର ତାକୁ ପୋଡ଼ିଦିଅ, ଶବ ବାସି ହେଇଯିବ, ଶବ ଗନ୍ଧେଇଲାଣି। ଆପଣ ଆଉ ବାପା କି ମା' ହେଇ ରହିବେନି। ଆପଣଙ୍କ ପ୍ରିୟଜନମାନେ ଆପଣମାନଙ୍କୁ ଶବ ବୋଲି କହିବେ। ତାହେଲେ ଆମେ କ'ଣ ପାଇଁ ଏତେ ଗର୍ବ କରିବା, ଏତେ ଧନ ଏତେ ପଛରେ ଗୋଡ଼େଇବା, ଏତେ ଅନ୍ୟାୟ ଅନୀତି କରିବା କ'ଣ ପାଇଁ? ଏସବୁ କରି ଜୀବନରେ କିଛି ଲାଭ ଅଛି କି? ମୋ ନିଜ ଆଖି ଆଗରେ ମୁଁ ଦେଖିଛି। ଯଦି ଜଣେ ଗୋଟେ ଭଲ ଛପରେ ଶୋଇଥିଲେ, ମରିଗଲେ, ସାଙ୍ଗେ ସାଙ୍ଗେ ମରିବା ପୂର୍ବରୁ ସେ ଛପଟା କାଢ଼ି ଗୋଟେ ଛିଣ୍ଡା ଛପ ପକାଇ ଦିଆହେଲା। ମୁଁ କହିଲି କାହିଁ ସେ ତ ଏତେ ଧନ ସମ୍ପତ୍ତି ଅର୍ଜନ କରି, ତାର ଖଟ ବାଠ ସବୁ ଅଛି, ତାକୁ ଖଟଟା ଦେଉନ। ନା କାହିଁକି? ଖଟଟା ଦେଲେ କ'ଣ ହେବ? ଖଟ ପୋଡ଼ିଯିବ ନା। ଖଟଟା କ'ଣ ସେ ନେଇକି ସ୍ୱର୍ଗକୁ ଯିବେ? ବୁଝିଲେ? ଏଇଭଳିଆ ଇଏ ହେଉଛି ଗୋଟେ ପୁଅ ବୋହୂଙ୍କ ଉତ୍ତର। ଏଇଥିରୁ ଆପଣମାନେ ଜାଣିପାରୁଥିବେ କିଛି ଲାଭ ନାହିଁ, ଏ ଜୀବନରେ କିଛି ଲାଭ ନାହିଁ। ଅଯଥାରେ କଳି ଝଗଡ଼ା କରି ଅନ୍ୟାୟ ଉପରେ ପଇସା ଉପାର୍ଜନ କରିବା, ଏଇ ଯେଉଁ ଗୁଣ୍ଡାରାଜ କରିବା, ବଦମାସି କରିବା, ଅନ୍ୟର ଧନକୁ ଆତ୍ମସାତ କରିବା, ପରଶ୍ରୀ କାତରତା ଗୁଣ, ପରର ସ୍ତ୍ରୀକି ସହି ନ ପାରିବା, ଏସବୁ କରି କିଛି ଲାଭ ନାହିଁ। ଆପଣ ଯଦି ବେକରେ ଅଳଙ୍କାର ପିନ୍ଧିବେ, କାନରେ ଅଳଙ୍କାର ପିନ୍ଧିବେ, ସେ ଅଳଙ୍କାର ଖଣ୍ଡକୁ ବି ଛଡ଼େଇକି ରଖିଦେବେ। କିଛି ନାହିଁ ଏ ଜୀବନରେ। ତେଣୁ ଆପଣମାନେ ଯେଉଁ କାମ କରନ୍ତୁ, ଭାବିଚିନ୍ତି ଗୋଟେ କିଛି ଭଲ କାମ କରନ୍ତୁ, ଅନ୍ୟର ଉପକାର କରନ୍ତୁ, ଅନ୍ୟର ମଙ୍ଗଳ କରନ୍ତୁ। ଦେଖିବେ ଆପଣ ଜୀବନଟା ମଧୁମୟ ହେଇଯିବ, ଆନନ୍ଦମୟ ହେଇଯିବ। ଆପଣ ସମସ୍ତେ ଆପଣଙ୍କୁ ସବୁଦିନ ପାଇଁ ମଲା ପରେ ମଧ୍ୟ ଆପଣ ମଧ୍ୟ ସବୁ ଲୋକମାନଙ୍କ ହୃଦୟରେ ରହିବେ। ଆଉ ଆପଣଙ୍କ ଶରୀର ନଷ୍ଟ ହେଇଯିବ, କିନ୍ତୁ ଆତ୍ମା ଅମର। ଆତ୍ମାର କେବେ ମୃତ୍ୟୁ ନାହିଁ। ଆପଣ ମଧ୍ୟ ସେମିତି ସମସ୍ତଙ୍କ ହୃଦୟରେ ରହିବେ, ଅମର ହେଇ ରହିବେ। ଜୟ ଜଗନ୍ନାଥ।